ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସେ ନିଜେ କାଗଜ ଠିକ୍ ସେ ପଢ଼ି ନାହାନ୍ତି କି ବୁଝି ନାହାନ୍ତି। ପର ତୁଣ୍ଡରେ ସ୍ୱାଦ ବାହାରିଲା ଭଳିଆ ସେ ସେଇଟାକୁ କରିଦେଇଛନ୍ତି। ସେଇଟା କ'ଣ ଠିକ୍ କ'ଣ ଭୁଲ ସେ ବିଚାର କରିନାହାନ୍ତି। ଏବେ ବି ସମୟ ଅଛି, ବିଚାର କରନ୍ତୁ ସେ ଯାହା କହିଛନ୍ତି ଠିକ୍ କରିଛନ୍ତି ନା ଭୁଲ କରିଛନ୍ତି। ନିଆଳିବାସୀ ସବୁ ଦେଖୁଛନ୍ତି ଏବଂ ସବୁ ଜାଣୁଛନ୍ତି। ନିର୍ବାଚନର ଫଳାଫଳ ପରିପ୍ରକାଶ ସରିଲା ପରେ କାଫେକୁ ସେମାନେ ବିଭିନ୍ନ ପ୍ରକାର ଜିନିଷ ପ୍ରକାର ଚୋରି କରି ଏସି ସିସିଟିଭି ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ କି ସେମାନେ ଅଲରେଡ଼ି ତାକୁ ନେଇ ଯାଇଥିଲେ। ତାକୁ ରଙ୍ଗି ହାତରେ ଆମେ ଧରିକିରି ନିଆଳି ଆଇଆଇସିଙ୍କୁ ଏବଂ ଏଫଆଇଆର କରିକିରି ତାଙ୍କ ନାଁରେ ଆମେ ଦେଇଥିଲୁ ଏବଂ ତା ମଧ୍ୟ ଗଣମାଧ୍ୟମ ମାଧ୍ୟମରେ ଲୋକ ବନ୍ଧୁମାନେ ପହଞ୍ଚିଥିଲେ ଏବଂ ସେମାନେ ମଧ୍ୟ ତାଙ୍କର ଇନକ୍ୱାରି ତଦନ୍ତ କରିକି ଆମକୁ ଦିଆଯାଇଥିଲା। କିନ୍ତୁ ସେଇଟା ହେଲା ପ୍ରଶାସନିକ ସ୍ତରରେ କାର୍ଯ୍ୟକ୍ରମ। ସେମାନେ ତ ସରକାର ପରିବର୍ତ୍ତନ ଏମଏଲ୍ ପରିବର୍ତ୍ତନ ଭୟରେ କାଫେକୁ ବନ୍ଦ କରିଦେଇଥିଲେ। ସେଥିରେ ବିଧାୟକ କାହିଁ ବନ୍ଦ କରିବେ କାଫେକୁ? କାଫେରେ ଯେଉଁ ଅନ୍ୟାୟ ଅନୀତି ଦୁର୍ନୀତି ହୋଇଥିଲା କାଳେ ତାଙ୍କର ପର୍ଦ୍ଦାଫାଶ ହେଇଯିବ ତା ଭୟରେ ସେମାନେ ବନ୍ଦ କରିଦେଇଥିଲେ। ଏ ଯେଉଁ ବନ୍ଧୁମାନେ କହୁଛନ୍ତି ବିଧାୟକ ବନ୍ଦ କରି, ବିଧାୟକ ବନ୍ଦ କରିନାହିଁ। ସେ ଠିକ୍ ସେ ଇସ୍ତାହାରକୁ ବୁଝିପାରି ନାହାନ୍ତି କାଫେଟା କ'ଣ ପାଇଁ ବନ୍ଦ କରାଯାଇଛି। କାଫେ ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ ଅଛି। କାଫେ ଭିତରେ ଯେଉଁ ସରକାରୀ ଟଙ୍କାର କୋଟି କୋଟି ଟଙ୍କା ହରିଲୁଟ ହୋଇଛି ତାର ତଦନ୍ତ ଚାଲୁଛି। ତା ତଦନ୍ତ ସରିଲା ପରେ କାଫେ ଖୋଲାଯିବ। ଦେଖନ୍ତୁ ସାରା 24 ବର୍ଷ ପରେ ସାରା ଓଡ଼ିଶାରେ ଏକ ପରିବର୍ତ୍ତନ ଆସିଲା ଏବଂ ତାହା ମଧ୍ୟ ନିଆଳି ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ ହେଲା। ସାରା ଓଡ଼ିଶା ଗୋଟେ ନୂଆ ସରକାର ଦେଖିଲା ଏବଂ ନିଆଳି ମଧ୍ୟ ଏକ ନୂଆ ବିଧାୟକ ଦେଖିଲା। ଯେଉଁ ବିଧାୟକଙ୍କର ବହୁ ଗୁରୁ ଦାୟିତ୍ୱ ସେ ତାଙ୍କର ଏହି 100 ଦିନ କାର୍ଯ୍ୟକାଳ ଭିତରେ ଗୁରୁ ଦାୟିତ୍ୱ ନେଇଥିଲେ। ଯେଉଁ ଦାୟିତ୍ୱରେ କି ସେ ତାଙ୍କ ପ୍ରଥମ ଇଏରେ ଦାୟିତ୍ୱରେ ନେଇଥିଲେ, 100 ଦିନର ଯେଉଁ ଗୁରୁ ଦାୟିତ୍ୱ ନେଇଥିଲେ ସେ 100 ଦିନର ଗୋଟେ କାର୍ଯ୍ୟର ଏକ ସମୀକ୍ଷା କରୁଥିଲେ ଏବଂ ତାହା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ପ୍ରକାଶ କରୁଥିଲେ ଏବଂ ତାହା ଏବଂ କାଗଜପତ୍ରରେ ମଧ୍ୟ ଦେଖାଇଥିଲେ ସେ କ'ଣ କରିଛନ୍ତି ଏବଂ କ'ଣ କରିବା ପାଇଁ ଆଗକୁ ଇଚ୍ଛୁକ ରଖିଛନ୍ତି। ଗୋଟେ 100 ଦିନର ସରକାର ଗଠନ ହୋଇଗଲା ପରେ 100 ଦିନର ସରକାରଙ୍କର ସଫଳତା ସେ ଗାଉଥିଲେ। ସଫଳତା ତ 5 ବର୍ଷ ଯାଏଁ ଚାଲିବ, କିନ୍ତୁ ଯେଉଁ 100 ଦିନରେ ଯେଉଁ କାର୍ଯ୍ୟକ୍ରମ ସେ ହାତକୁ ନେଇଛନ୍ତି ସେ ଗଣମାଧ୍ୟମ ଆଗରେ ଗୋଟେ ପ୍ରେସ୍ ମିଟ୍ ଆକାରରେ ସମସ୍ତଙ୍କୁ ଅବଗତ ନିମନ୍ତେ ସେ ଜଣାଇଥିଲେ। ସେ ଯେଉଁ 100 ଦିନରେ ନେଇଥିଲେ ଯେ କୁଣ୍ଢିମୁହଁର ବ୍ରିଜ୍ ଯେଉଁ ଆଇଲ୍ୟାଣ୍ଡକୁ ଆମର ଆଇଲ୍ୟାଣ୍ଡ ଏବଂ ନିଆଳିକୁ ସଂଯୋଗ କରୁଥିଲା ଯେଉଁ କୁଣ୍ଢିମୁହଁ ବ୍ରିଜ୍ ବିଗତ 24 ବର୍ଷ ହେଲେ ତାର କାମ ଶେଷ ହୋଇପାରୁନଥିଲା ଏବଂ ବହୁତ ଲୋକ ସେଠି ପଡ଼ିକି ମୃତ୍ୟୁବରଣ କରୁଥିଲେ ଏବଂ ଗୋଟେ ସାଧାରଣ ବାଇକ୍ଟେ ମଧ୍ୟ ଉଠିକି ଯାଇପାରେ ନାହିଁ। ସେଠି ଯେଉଁ ଲୋକମାନଙ୍କ ଦୁର୍ଦିନ ଯେଉଁ ଅବସ୍ଥାକୁ ଦେଖି ବିଧାୟକ ଏଇଟା ପ୍ରଥମେ ନିଷ୍ପତ୍ତି ନେଇଥିଲେ ଏବଂ ସେ ନିଷ୍ପତ୍ତି ତାଙ୍କ 100 ଦିନ ଭିତରେ ସେ କାର୍ଯ୍ୟକ୍ରମକୁ ସଫଳାୟନ ରୂପ ନେଇଛନ୍ତି ଏବଂ ସେଟା ଟେଣ୍ଡର କରାଯାଉଛି ଏବଂ ଲୋକମାନଙ୍କର ଆଉ ଅସୁବିଧା ହେବ ନାହିଁ ବୋଲି ସେ କରିଛନ୍ତି। ଯେଉଁ ବିରୋଧୀ ବନ୍ଧୁମାନେ ଯେଉଁ କହୁଛନ୍ତି ଯେଉଁ କଥା ସେ କ'ଣ କୁଣ୍ଢିମୁହଁ ବ୍ରିଜ୍ର କାମ ହଉ ବୋଲି ଚାହୁଁନାହାନ୍ତି କି? ନା ବିଧାୟକଙ୍କ ସଫଳତାକୁ ସେ ସହିପାରୁନାହାନ୍ତି। କିନ୍ତୁ ସଫଳତା ବାର୍ତ୍ତା ମାତ୍ର ଏ 100 ଦିନରେ କୁହାଗଲା। ଅପେକ୍ଷା କରନ୍ତୁ ଆଗକୁ କେତେ କ'ଣ କରାଯାଉଛି। କିନ୍ତୁ ଯେଉଁ କହୁଥିଲେ ଯେ ଯେଉଁ ତାଙ୍କ ପ୍ରେସ୍ ଇସ୍ତାହାରରେ ସେମାନେ ଯେଉଁ କଂଗ୍ରେସ ବନ୍ଧୁମାନେ ଯେଉଁ ପ୍ରେସ୍ ମିଟ୍ କରି ଜଣାଉଥିଲେ ସେ କହୁଥିଲେ ଯେ ନିଆଳି କେନାଲରେ ପାଣି ଆସୁନାହିଁ। 24 ବର୍ଷରେ ନିଆଳିର କେନାଲର ପାଣି ଜଲାରପୁର ଠେଇଁ ସ୍ଥଗିତ ହୋଇଥିଲା ମଧ୍ୟ, କିନ୍ତୁ ବର୍ତ୍ତମାନ ସେଇଟା ଯାଇ ମାଧବ ପର୍ଯ୍ୟନ୍ତ ପାଣି ଯାଇପାରୁଛି। ଏହା ହେଉଛି ବିଧାୟକଙ୍କର ପ୍ରଥମ ସଫଳତା କୁହାଯିବ। ଆଉ ରହିଲା ଯେଉଁ ଡ୍ରେନ୍ କଥା କହୁଛନ୍ତି, ଯେଉଁ ଡ୍ରେନ୍ ନିର୍ମାଣ ଏ 24 ବର୍ଷ ଭିତରେ ବିଜେପି ଡ୍ରେନ୍ରେ କିଛି କାର୍ଯ୍ୟକ୍ରମ କରିନାହିଁ। ଯାହା କାର୍ଯ୍ୟକ୍ରମ କରିଥିଲା ବିଜେଡି କରିଥିଲା ଏବଂ ତାର ଭାଇ ହିସାବରେ ତା ସାଙ୍ଗରେ ସହଯୋଗ ଥିଲା ଆମ କଂଗ୍ରେସ ବନ୍ଧୁମାନେ ଥିଲେ। ଏ ଯେଉଁ ଡ୍ରେନ୍ ବାରମ୍ବାର ସଫା ହେଇ ଯେଉଁ ଫଲ୍ସ ବିଲ୍ କରାଯାଉଥିଲା ଆ ପାଇଁ ଦିନେ କେଉଁ ଦିନ ସେ ଉଠେଇଛନ୍ତି କି? କେଉଁ ଦିନ ପ୍ରଶ୍ନ ଉଠେଇଛନ୍ତି କି? ବର୍ତ୍ତମାନ ବିଜେପି ତାର 100 ଦିନର ପ୍ରଚାର କଲା ମାନେ ସଫଳତାଟା ପ୍ରକାଶ କଲା ବେଳେ ତାଙ୍କୁ ସହିପାରୁନାହାନ୍ତି। ଏଇଟା ହେଉଛି କଂଗ୍ରେସ ବନ୍ଧୁଙ୍କର ମାନେ ଭୋକ ବିକଳରେ ତାଟିଆ କାମୁଣ୍ଡିଲା ଭଳିଆ କାର୍ଯ୍ୟକ୍ରମ କରୁଛନ୍ତି। ଅପେକ୍ଷା କରନ୍ତୁ 24 ବର୍ଷର ସରକାର ଯାଇଛି, ବିଜେପି ଆସୁଛି କ'ଣ କରୁଛି। ବିଜେପି ଏଇଭଳି କାର୍ଯ୍ୟକ୍ରମ କରୁଛି ଯେଉଁଥିରେ କି ଲୋକଙ୍କର ସଫଳତା ଉପରେ ସେ ଲୋକ ଦିନକୁ ଦିନ ଏଥିରେ ଯୋଡ଼ି ହେଇ ଚାଲିଛନ୍ତି। ଯେଉଁ ବିଜେପି ତା ଇସ୍ତାହାରରେ ଯାହା କହିଥିଲା ତାହା ଗୋଟିଏ ଗୋଟିଏ ପାଳନ କରୁଛି। 5 ବର୍ଷ ଯେହେତୁ ଏଇଟା ଗୋଟେ ବର୍ଷା ସିଜିନ୍ ଚାଲୁଥିଲା ତେଣୁକରି କୌଣସି କନଷ୍ଟ୍ରକ୍ସନ କାମ ହେଇପାରୁନାହିଁ। ବହୁତ ବଡ଼ ବଡ଼ କାମ ହାତକୁ ନିଆଯାଇଛି। ଅପେକ୍ଷା କରନ୍ତୁ ତାର ସମୟ ଆସିଲେ ସବୁ ଧୀରେ ଧୀରେ ହେବ ଏବଂ ନିଆଳି ନିର୍ବାଚନ ମଣ୍ଡଳୀ କି 1 ନମ୍ବର ନିର୍ବାଚନ ମଣ୍ଡଳୀରେ କରିବା ପାଇଁ ଏ ବିଧାୟକଙ୍କର ସ୍ୱପ୍ନ ଅଛି ଏବଂ ତାକୁ ସାକାର କରିବା ପାଇଁ ଆପଣମାନଙ୍କର ସହଯୋଗ ଏବଂ ସହାନୁଭୂତିର ଆବଶ୍ୟକତା ଅଛି। ଏ ବିରୋଧୀ ବନ୍ଧୁମାନେ ଅପେକ୍ଷା କରନ୍ତୁ କ'ଣ କରୁଛି ବିଜେପି ତାର ବିଗତ 5 ବର୍ଷ। ଅପେକ୍ଷା କରନ୍ତୁ ତାପରେ କହିବେ। କିଛି କାଗଜର ଯେଉଁ ଇସ୍ତାହାରକୁ ଠିକ୍ ସେ ନ ବୁଝି ତାକୁ କାଉଣ୍ଟର କଲେ ସେଟା କରାଯାଏ ନାହିଁ। ତା ମାନେ ସେ ବନ୍ଧୁମାନେ ଚାହୁଁନାହାନ୍ତି ନିଆଳିର ମାନେ ବିକାଶକୁ, ସେମାନେ ବିକାଶକୁ ବିରୋଧ କରୁଛନ୍ତି। ଦେଖନ୍ତୁ ପହଙ୍ଗା ଜଲାରପୁର ରାସ୍ତା ଯେଉଁ ହୋଇଛି, ଯେଉଁ ବାଲିଘାଟି ଚାଲୁଛି ବୋଲି ବିଧାୟକ ହେଉଛନ୍ତି
नियाली निर्वाचन मंडल सर्वोच्च नेता से होती लोक मान सुविधा असुविधा को देखी सी आमर प्रशासनिक अधिकारी पाखे दाबी कर चिट्ठी कौ तारिख में कौन उठे से कथा से गणमाध्यम आगे प्रकाश कर गणमाध्यम आगे प्रकाश कर ये जो रास्ता घाट चलुची प्रशासन एक्शन नब विधायक एक्शन ने ना विधायक तांकर जनसाधारण को असुविधाटा प्रशासन आगे जनई प्रशासन आपको कार्यक्रम करने दायित्व प्रशासन अपेक्षा करंतु प्रशासन कौन कार्यक्रम नौ समय कह आज्ञा देखु मिशन शक्ति कथा कहवा मिशन शक्ति जिते 4 दिन आगु मिशन शक्ति बंद हो सारी मिशन शक्ति बंद करी से घरे लगी पुराणा से घरे लगी एसी फैन एवं विभिन्न प्रकार सामग्री की चोरी कर निया से सामग्री को धरवाई कि से तो रंगी हाथ में धरवाई नियाली बीजेपी तो प्रयास करते रंगी हाथ में आम धरी नियाली थाना एक एतला देलु नियाली थाना एतला देलापर नियाली आईएस इनक्वारी करते इनक्वारी कलापर से बीडीओ को चाबीटी हस्तांतर कर बर्तमान काफेर से जो प्रक्रिया सरकारी स्तर में आमर तदंत प्रक्रिया रही ये तदंत प्रक्रिया सरला क्षीर पानी अलग किए आप जानीपर नियाली विधायक जो छवि मल्लिक नूतन भिजन नहीं किपरि युवक मैंने आत्मनिर्भर हेबे किपरि माछ चाष हम जो तला देवी नई जो पड़ रही किपरि त्वरान्वित कर माछ चाष कर युवक मान आत्मनिर्भर कर पदक्षेप से हाथ को नहीं विभाग मंत्री की जन सारे अपेक्षा करूँ नियाली बहु युवक युवती एथर उपकृत हेबे ये नियाली 20 वर्ष है कांग्रेस को लोक प्रत्याख्यान करुँच लोक मैंने जो ठीक समय लोकंकर जो लोकंकर स्वार्थ पे मैंने काम न कर लोक मैंने दिन को दिन दूरे हो गले बर्तमान कांग्रेस 3 नंबर स्थान में रहा दिन को दिन आंकर कौन से कर्मी आ रहूना एमाने ठीक भोट समय आसती कि प्रचार प्रसार करी चली जाती लोकों ये कांदती ना तेणुक लोक प्रत्याख्यान कर सारे ये आग को उठी पारे ना मिथ्या प्रचार कर विधायक विरुद्ध में ये हूँ हास्यास्पद कथा।